ଆମ ଜଗା ଭାରି ବଢ଼ିଆ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି। ସକାଳ ଧୂପ ପୂଜା ସମୟରେ କର୍ତ୍ରୀବଡ଼ ମୁଦୁଲି ସେବକଠାରୁ ପାତ୍ର ସଜ କରିବା ପାଇଁ 18 ମୂର୍ତ୍ତି ରୂପା ଗିନା, 7 ମୂର୍ତ୍ତି ରୂପା କଳସ ଓ ପିତ୍ତଳ ଥାଳିରେ ପୂର୍ବ ବର୍ଣ୍ଣିତ ପୂଜା ଉପଚାରମାନ ଭିତରକୁ ନେଇ ପୂଜା ପଣ୍ଡାମାନଙ୍କୁ ଯୋଗାଇ ଦେଇଥାନ୍ତି। ସତ୍ୟଲିପି ମୁତାବକ ରତ୍ନ ସିଂହାସନାଧିଷ୍ଠ ଶ୍ରୀ ବଳଭଦ୍ରଙ୍କୁ ବାସୁଦେବ ମନ୍ତ୍ର, ଶ୍ରୀ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ମନ୍ତ୍ର, ଶ୍ରୀ ଜଗନ୍ନାଥଙ୍କୁ ଗୋପାଳ ମନ୍ତ୍ର ଓ ଶ୍ରୀ ସୁଦର୍ଶନଙ୍କୁ ସ୍ୱତନ୍ତ୍ର ମନ୍ତ୍ରରେ ପୂଜା କରାଯିବା ସହିତ ଶ୍ରୀଦେବୀଙ୍କୁ ଓ ଭୂଦେବୀଙ୍କୁ ବିଶ୍ୱଧାତ୍ରୀ ମନ୍ତ୍ରରେ ପୂଜା କରାଯାଇଥାଏ। 3 ଜଣ ପୂଜା ପଣ୍ଡାଙ୍କ ମଧ୍ୟରେ ଜଣେ ବଳଭଦ୍ର ଓ ଅନ୍ୟ ଜଣେ ସୁଭଦ୍ରାଙ୍କ ବାଡ଼ରେ ପୂଜା କରୁଥିବା ବେଳେ ତୃତୀୟ ପୂଜା ପଣ୍ଡା ଜଗନ୍ନାଥ, ସୁଦର୍ଶନ, ଶ୍ରୀଦେବୀ, ଭୂଦେବୀ ଓ ମାଧବଙ୍କ ପୂଜା କରିଥାନ୍ତି। ସକାଳ ଧୂପ ବା ରାଜଧୂପ ପୂଜା 16 ଉପଚାରରେ ହୋଇଥାଏ। ପୂଜା ସମୟରେ ଗୋଛିକାର ଓ ପ୍ରତିହାରୀ ସେବକଗଣ ଜୟ ବିଜୟ ଦ୍ୱାର ଠାରେ ଜଗି ରହିଥାନ୍ତି। ଘଣ୍ଟୁଆ ଓ ବଜନ୍ତରୀ ସେବକମାନେ ଘଣ୍ଟ ଓ ବାଜା ବଜାନ୍ତି। ପୂଜା ବାଢ଼ିବା ସମୟରେ ପତ୍ରୀବଡ଼ୁ ପାଳିଆ ସେବକ ଯଥା ପରୀକ୍ଷା ବଡ଼ୁ, ପାଳିଆ ମେକାପ, ଚାଙ୍ଗଡ଼ା ମେକାପ ଓ ପାଳିଆ ଖୁଣ୍ଟିଆକୁ ଡାକିଥାନ୍ତି। ପରୀକ୍ଷା ବଡ଼ୁ 3 ଗୋଟି ଦର୍ପଣ ଧରି ଯାହାକି ଅବକାଶ ସମୟରେ ବ୍ୟବହୃତ ହୁଏ ତାହା ନେଇ ଠାକୁରମାନଙ୍କ ସାମ୍ନାରେ ରଖେ ଓ କ୍ରମାନ୍ୱୟରେ ଦିଅଁଙ୍କ ସାମ୍ନାରେ ଧରେ। ଖୁଣ୍ଟିଆ ସେବକ ମାଳ ତୁଳସୀ ଯୋଗାଇଥାନ୍ତି। ପାଳିଆ ମେକାପ 3 ଗୋଟି ସ୍ୱର୍ଣ୍ଣ ପଦକ ଭଣ୍ଡାର ମେକାପ ପାଖରୁ ନେଇ ଯୋଗାଇଥାନ୍ତି। ଚାଙ୍ଗଡ଼ା ମେକାପ 3 ଖଣ୍ଡ ବସ୍ତ୍ର ଯୋଗାଏ। ସୁଆର ବଡ଼ୁ ରୋଷରୁ ନିଆଁ ଆଣିଥାନ୍ତି ଓ 3 ଗୋଟି ପିତ୍ତଳ ଦୀପାଳିରେ ଗୋଗୁଳ, ଚନ୍ଦନ ଗୁଣ୍ଡ ଓ ନିଆଁ ରଖି ଧୂପ ପ୍ରସ୍ତୁତ କରି ଭିତରେ ଯୋଗାଇଥାନ୍ତି। ଧୂପ ନୈବେଦ୍ୟ ଶେଷ ହେଲେ ପାଳିଆ ପତ୍ରୀ ସେହି ଦୀପାଳିରେ ବଳିତା ଦେଇ ଦୀପ ଦିଏ। ଗରାବଡ଼ୁ ଘଷା ଜଳ ଦେବା ପରେ ପାଳିଆ ମହାସୁଆର ପନ୍ତିରେ ଲଗାନ୍ତି। ସତ୍ୟଲିପିର ବର୍ଣ୍ଣିତ ପ୍ରକାରେ ମହାସୁଆର କେବଳ ପନ୍ତି ଛୁଇଁ ପାରିବେ। ପୂଜା ବଢ଼ି ଦୀପ ଦେଲା ପରେ ପ୍ରତିହାରୀ ଭିତର ଦ୍ୱାର ବନ୍ଦ କରେ। ଏହାକୁ ଟେରା ପଡ଼ିବା କହନ୍ତି। ସୂଚନାଯୋଗ୍ୟ ଯେ ପୂଜା ପଣ୍ଡାମାନେ ଠାକୁରଙ୍କୁ ଭୋଗ ମଣୋହି କଲାବେଳେ ସେଠାରେ ମହାସୁଆର, ପତ୍ରୀବଡ଼ୁ, ସୁଆର ବଡ଼ୁ ଓ ଗରାବଡ଼ୁ ଛଡ଼ା ଅନ୍ୟ କେହି ଗମ୍ଭୀରା ଭିତରେ ରହିପାରିବେ ନାହିଁ। ପୂଜା ପଣ୍ଡାମାନେ ପାଳିଆ ମହାସୁଆରକୁ ସବୁ ଠିକ୍ ଅଛି କି ନାହିଁ ପଚାରି ଭିତରେ ଠାକୁରଙ୍କୁ ମଣୋହି କରାନ୍ତି। ଏହି ସମୟରେ ବାହାରେ ଝାଞ୍ଜ ପିଟା ହୁଏ। ଅତୀତରେ ସକାଳ ଧୂପ ଟେରା ପଡ଼ିବା ସମୟରେ ନାଟ ମଣ୍ଡପସ୍ଥିତ ଗରୁଡ଼ ଆଗରେ ପଟୁଆର ହେଉଥିଲା। ପଟୁଆରରେ ରାଜଗୁରୁ ସେଠାରେ ଠିଆ ହୁଅନ୍ତି ଓ ପ୍ରଧାନୀ ସେବକ ଭଣ୍ଡାର ଘରୁ ସୁନା ବେତ ଦେଇ ରାଜଗୁରୁଙ୍କ ହାତରେ ଦିଅନ୍ତି। ପାଳିଆ ମାହାରୀ ଦେବଦାସୀ ସେଠାରେ ନୃତ୍ୟ କରୁଥିଲେ। ମାଦେଳି ସେବକ ପାଳିଆ ମାହାରୀ ପାଖରେ ଠିଆ ହୋଇ ମାଦଳ ବଜାଏ। ଦୀର୍ଘ ଅନେକ ବର୍ଷ ଧରି ଏହି ପରମ୍ପରା ଶ୍ରୀମନ୍ଦିରରେ ସକାଳ ଓ ଅନ୍ୟାନ୍ୟ ଧୂପରେ ଅନୁସୃତ ହେଉନାହିଁ। କେବଳ ପୁରାଣ ପଣ୍ଡା ସେବକ ଅଣସର ପିଣ୍ଡିଠାରେ ଭାଗବତ ପୁରାଣ ପାଠ କରୁଅଛନ୍ତି। ଏତଦ୍‌ବ୍ୟତୀତ ଜନୈକ ବ୍ୟକ୍ତି 2 ହାତରେ ଝାଞ୍ଜ ଧାରଣ ପୂର୍ବକ ବଜାଇ ବଜାଇ ଯୋଗମୋହନରୁ ବାହାରି ଭିତର ବେଢ଼ାସ୍ଥ ବଟବୃକ୍ଷ, ମୁକ୍ତିମଣ୍ଡପ, ବିମଳା, ଲକ୍ଷ୍ମୀ ମନ୍ଦିର ଇତ୍ୟାଦି ପରିକ୍ରମା କରି ପୁନଶ୍ଚ ଜଗମୋହନସ୍ଥିତ ଗରୁଡ଼ ସ୍ତମ୍ଭ ନିକଟକୁ ଫେରି ଆସିଥାନ୍ତି। ସାଧାରଣତଃ ମନ୍ଦିର ପରମ୍ପରା ଅନୁଯାୟୀ ଝାଞ୍ଜ ଗରୁଡ଼ ସ୍ତମ୍ଭଙ୍କ ନିକଟରେ ପହଞ୍ଚିବା ପରେ ଟେରା ଫିଟି କଳାହାଟ ଦ୍ୱାର ଖୋଲାଯାଇଥାଏ। ରତ୍ନ ସିଂହାସନ ନିକଟରେ ଅନୁଷ୍ଠିତ ହେଉଥିବା ସକାଳ ଧୂପ ପୂଜା ସରିଲେ ପତ୍ରୀବଡ଼ୁ ଭିତରୁ ବାହାର ଦୁଆର ପାଖରେ ହଡ଼ପ ନାୟକକୁ ଡାକିଥାନ୍ତି। ଏହାପରେ ପତ୍ରିହାରୀ ଦୁଆର ଫିଟାନ୍ତି। ଏହାକୁ ଟେରା ଫିଟିଲା ବୋଲି କୁହାଯାଇଥାଏ। ବିଡ଼ିଆ ଯୋଗାଣିଆ ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ପଛ ପାର୍ଶ୍ୱରେ ଥିବା ଏକ ସ୍ୱତନ୍ତ୍ର ବିଡ଼ିଆ ଯୋଗାଣିଆ ଘରେ ବିଡ଼ିଆ ପାନ ପ୍ରସ୍ତୁତ କରିଥାନ୍ତି।
ଯେଉଁଥିରେ କି ପାନ, ଅଳାଇଚ, ଲବଙ୍ଗ, ଶୁଖିଲା ଗୁଆ, କର୍ପୂର ଓ ଜାୟତ୍ରୀ ଇତ୍ୟାଦି ପଡ଼ିଥାଏ। ହଳପ ନାୟକ ବିଡ଼ିଆ ପାନ 3 ଠାକୁରଙ୍କ ପାଖରେ ରୂପା ବଟାରେ ଦିଅନ୍ତି। ପୂଜା ପଣ୍ଡା ଠାକୁରଙ୍କୁ ବିଡ଼ିଆ ମଣୋହି କରନ୍ତି ଓ ପାଳିଆ ମେକାପ କର୍ପୂର ଦେବା ପରେ କର୍ପୂର ଆଳତି କରନ୍ତି। ତତ୍ପରେ ଅଖଣ୍ଡ ମେକାପ 21 ବତୀ ଆଳତି ବଢ଼ାଇଥାନ୍ତି ଓ ପୂଜା ପଣ୍ଡା 21 ବତୀ ଆଳତି କରିଥାନ୍ତି। ଆଳତି ପରେ ପୂଜା ପଣ୍ଡାମାନେ ପୂଜା ସମୟରେ ଲାଗି କରିଥିବା ସୁନା ପଦକ 3 ଗୋଟି ମଇଲମ କରି ମେକାପ ଜିମାରେ ଦେଇଥାନ୍ତି ଓ ସିଂହାସନରୁ ଓହ୍ଲାଇ ବାହାରକୁ ଚାଲିଯାଆନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଳତି ପରେ ଭୋଗ ବୁହାଯାଇ ଗମ୍ଭୀରା ଭିତରକୁ ଯିବା ପାଇଁ ରାସ୍ତା ଖାଲି ହୁଏ। ସକାଳ ଧୂପ ପୂଜା ସରିଲେ ପୂଜା ପଣ୍ଡାମାନେ ଚାଲିଯାଆନ୍ତି। ପାଳିଆ ପ୍ରତିହାରୀ ପତ୍ରୀଠାରୁ ଭିତର ଶଙ୍ଖୁଡ଼ି ଅଛି କି ନାହିଁ ବୁଝନ୍ତି। ପୂଜା ସମୟରେ ହାଣ୍ଡି ଭାଙ୍ଗିଗଲେ ତାହା ଶଙ୍ଖୁଡ଼ି ହୋଇଥାଏ। ଭିତରେ ହାଣ୍ଡି ଭାଙ୍ଗିଥିଲେ ସୁଆରଗଡ଼ୁ ସେହି ଶଙ୍ଖୁଡ଼ି କାଢ଼େ। ଯଦି ଅଣସର ପିଣ୍ଡିରେ ଭାଙ୍ଗିଥାଏ ତେବେ ଶୁଦ୍ଧ ସୁଆର ସେହି କାର୍ଯ୍ୟ କରିଥାନ୍ତି। ତତ୍ପରେ ବୋଝିଆମାନେ ଭୋଗ ବାହାରକୁ ଆଣିବା ନିମନ୍ତେ ଭିତରକୁ ଯାଇଥାନ୍ତି। ଭୋଗ ଭିତରୁ ଉଠିଯିବା ପରେ ସୁଆରଗଡ଼ୁ ପାଣି ପକାଇ ଉଭୟ ଗମ୍ଭୀରା ଓ ଅଣସର ପିଣ୍ଡି ପର୍ଯ୍ୟନ୍ତ ସଫା କରିଥାନ୍ତି।